ଏହି ରାଶିଗୁଡ଼ିକ ହେଉଛି ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଚାରିଟି ରାଶି। ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାନ୍ତି ଏହି ଚାରିଟି ରାଶି। ବନ୍ଧୁଗଣ, ମନୁଷ୍ୟ ଜନ୍ମ ହେବା ବେଳେ ତାହା ସହ ତାର ଭାଗ୍ୟ ମଧ୍ୟ ନେଇକି ଆସିଥାଏ। ମନୁଷ୍ୟ ଜନ୍ମ ସହ ତାହା ସହ ଏକ ରାଶି ମଧ୍ୟ ଯୋଡ଼ି ହୋଇ ଯାଇଥାଏ। ସେହି ରାଶି ଦ୍ୱାରା ବ୍ୟକ୍ତିର ବ୍ୟକ୍ତିତ୍ୱ, ଜୀବନଶୈଳୀ ଓ ଆହୁରି ଅନେକ କିଛି ମହତ୍ତ୍ୱପୂର୍ଣ୍ଣ କଥା ଏଥିରୁ ଜାଣି ହୋଇଯାଇଥାଏ। ତେବେ ବନ୍ଧୁଗଣ, ଆଜି ମୁଁ ଆପଣଙ୍କୁ ଏପରି ଚାରିଟି ରାଶି ବିଷୟରେ କହିବାକୁ ଯାଉଛି ଯେଉଁ ରାଶିର ବ୍ୟକ୍ତିଙ୍କ ଉପରେ ସବୁବେଳେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଏହି ରାଶିର ଲୋକଙ୍କୁ ତାଙ୍କ ଜୀବନରେ କେବେ ବି ବହୁତ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିନଥାଏ। ତେବେ ଆଉ ବିଳମ୍ବ ନ କରି ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ସେହି ଚାରିଟି ରାଶି ବିଷୟରେ ଚାଲନ୍ତୁ ଜାଣିବା। 1. ବୃଷ ରାଶି। ଏହି ରାଶିର ଲୋକେ ନିଜ ଜୀବନକୁ ସୁଖ ଓ ବୈଭବ ସହ ବଞ୍ଚିବାକୁ ପସନ୍ଦ କରିଥାନ୍ତି। ଏହି ରାଶିର ଲୋକଙ୍କୁ ତାଙ୍କ ଭାଗ୍ୟ ବହୁ ସମୟରେ ଅନେକ କିଛି ସୁଯୋଗ ପ୍ରଦାନ କରିଥାଏ। ଏମାନଙ୍କ ଜୀବନରେ ଯଦି ଧନର ଅଭାବ ଥାଏ ତେବେ ସେ ଏଥିପାଇଁ କେବେ ବି ଅଧିକ ଚିନ୍ତିତ ରୁହନ୍ତି ନାହିଁ, କାରଣ ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ଅପାର କୃପା ସବୁବେଳେ ରହିଥାଏ। 2. କୁମ୍ଭ ରାଶି। ଏହି ରାଶିର ଲୋକଙ୍କ ଉପରେ ମଧ୍ୟ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ। ଏମାନେ ତାଙ୍କ ଜୀବନରେ ଭଲରେ ଜୀବନଯାପନ କରିଥାନ୍ତି। ଏମାନଙ୍କ ଆଖି ସବୁବେଳେ ବିଳାସପୂର୍ଣ୍ଣ ଜିନିଷ ଉପରେ ରହିଥାଏ। ହେଲେ ଏମାନେ ସ୍ୱଭାବରେ ସାମାନ୍ୟ କଞ୍ଜୁସ ପ୍ରକୃତିର ହୋଇଥାନ୍ତି। ଏମାନେ ବହୁତ ପରିଶ୍ରମୀ ହେବା ସହ ଏମାନଙ୍କ ଭାଗ୍ୟ ମଧ୍ୟ ଏମାନଙ୍କୁ ବହୁତ ସମୟରେ ସାଥ ଦେଇଥାଏ, ଯେଉଁ କାରଣରୁ ଏମାନେ ସୁଖରେ ଜୀବନ ବିତାଇଥାନ୍ତି। 3. ସିଂହ ରାଶି। ଏହି ସିଂହ ରାଶିର ଲୋକ ନିଜ ବ୍ୟକ୍ତିତ୍ୱ ଓ କ୍ଷମତା ପାଇଁ ବହୁତ ପ୍ରସିଦ୍ଧ ହୋଇଥାନ୍ତି। ଏମାନେ ଏକୁଟିଆ ନିଜେ ନିଜର ପ୍ରୋବ୍ଲେମକୁ ଫେସ୍ କରି ତାହାର ସମାଧାନ କରିଦେଇଥାନ୍ତି। ଏହି ରାଶିର ଲୋକଙ୍କ ପାଖରେ ନେତୃତ୍ୱ ନେବାର ବହୁତ ଭଲ ଗୁଣ ରହିଥାଏ। ଏମାନଙ୍କ ଉପରେ ମା ଅନ୍ନପୂର୍ଣ୍ଣାଙ୍କର କୃପା ରହିଥିବା କାରଣରୁ ଏମାନେ ବିଳାସପୂର୍ଣ୍ଣ ଜୀବନ ବିତାଇଥାନ୍ତି। 4. ବିଛା ରାଶି। ଏହି ରାଶିର ଲୋକ ବହୁତ ହିଁ ଖାସ୍ ହୋଇଥାନ୍ତି। ଏମାନଙ୍କର ଭୌତିକ ଜିନିଷ ପାଇବାର ଆଶା ବହୁତ ରହିଥାଏ। ଏମାନଙ୍କ ଆଖିକୁ ଯଦି କୌଣସି ଜିନିଷ ପସନ୍ଦ ଆସିଯାଇଥାଏ ତେବେ ତାହାକୁ ହାସିଲ କରିବା ପାଇଁ ସେମାନେ ଲାଗି ପଡ଼ିଥାନ୍ତି। ଏମାନେ ନିଜ କଠିନ ପରିଶ୍ରମ ବଳରେ ଧନୀ ହେବାର ଇଚ୍ଛା ରଖିଥାନ୍ତି। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।